हाय फ्रेंड जय जगन्नाथ केमती अच्छा आशा करते भल थे आम भल अच्छी तो आज सकाल सकाल बाहर खरा को टे विटामिन डी मिल तेणुक बाहर देखु शोची उठी आउ थे शो पड़ा आज राति 3टा बेलू उठी हैरान कला सकाल सकाल से केते शोबू विटामिन डी पाऊ था टे शोता टे कौन हो छाड़ी और छाड़ी सकाळु सकाळु शोइथा खरारे विटामिन डी मिलिबो विटामिन डी मिलिबो बुझलु बुझलु ना निद छाड़ुची एमिति खरारे शोइथा विटामिन डी मिलिबो विटामिन डी मिलिबो विटामिन डी मिलिबो बर्तमान जाए से शोइची आ टिके परे उठी जिवो फ्रेंड्स मु वर्तमान दांत सफा कली आ वर्तमान कदली गछ पाखक आछि देखंतु कदली खाइबी आ एई कदली गछर माने एइठु ही हम तोड़ी तोड़ी नेकी खाइलु जे साथ देलु इठु जे पर्यंत खाई खाई सारिलु जदी काटी कि नै थांतु काबर सरी जीवो माने एका सहित सब कदली गुडा पाज जाई छन तेन करी हम एइठु ही तोड़ी तोड़ी नेकी खाउछु तो दुईटा तोड़ी कि नै जीवा तो फ्रेंड्स अब मैं खाऊंगा केला और वो भी एक केला मैं किसी को नहीं देने वाला तो और खाकर अभी चलेंगे सर्वे के लिए बहुत दिनों से नहीं गए हैं इसलिए आज जाएंगे तो चलिए मैं खा पी कर रेडी होकर जाता हूँ फ्रेंड्स मोर सर्वे करिया ପାଇଁ ଯିବାର ଥିଲା तो ମୁଁ ଯାଇ ପାରିଲିନି ନାନୀ ଏପଟେ ଫୋନ କରିକି ଡାକିଲା ଯେ ମୋର ଟିକେ ଦେହ ଖରାପ ଅଛି ଆଉ ଆସେ ଟ୍ରିଟମେଣ୍ଟ ପାଇଁ ଯିବା ତ ଏପଟେ ଭଣେଇ ବି ଟ୍ରିଟମେଣ୍ଟ ପାଇଁ ନେଇ ପାରୁନାହାନ୍ତି କାହିଁକି ନା ତାଙ୍କର ଗୋଟେ ଇଟା ଭାଟି କାମ ଚାଲିଛି ତ ତେଣୁକରି ମୁଁ ପଳେଇ ଆସିଲି ଆଉ ସବୁ କାମ ଛାଡିକି ବି ଆସିବା ପାଇଁ ପଡିବ ମାନେ ଭାଇ ହେବା ଏତେ ସହଜ ନୁହଁ ମାନେ ଜୀବନରେ ଗୋଟେ କଥା ମାନେ ଗୋଟେ ପୁରୁଷ କିମ୍ବା ନାରୀ ପ୍ରଥମେ ପୁଅ କିମ୍ବା ଝିଅ ହେଇଥାଏ ତାପରେ ମାନେ କାହାର ପୁଅ ହେଇଥିବ କାହାର ଭାଇ ହେଇଥିବ କାହାର ବାପା ହେଇଥିବ ତାପରେ ଆଗକୁ ଚାଲିଲା ମାନେ ଗୋଟେ ମଣିଷର କେତେ ପ୍ରକାର ଯେ ରୋଲ ଥାଏ ଆଉ କେତେ ପ୍ରକାର ଦାୟିତ୍ୱ ଥାଏ ସବୁ ଦାୟିତ୍ୱକୁ ନିଭେଇବା ପାଇଁ ପଡିବ ତ ଏଇ ତ ଜୀବନ ମାଟି ପାଣି ପବନ କଣ କରାଯିବ ଦୁଃଖ ଦୁଃଖରେ ମାନେ ପରସ୍ପରକୁ ସାହାଯ୍ୟ କରିବାଟା ମାନେ କେତେ ଜରୁରୀ ଏଇଟା ଅନୁଭବ କରିପାରୁଛି ଆଉ ତ ଆସିକି ଦେଖିବା ତାକୁ ନେଇକି ଯିବି ଟ୍ରିଟମେଣ୍ଟ ପାଇଁ ଜୀବନରେ ଏମିତି ବହୁତ କିଛି ଘଟିଥାଏ ଯୋଉଗୁଡା କି ଆପଣ ଭାବି ନଥିବେ ହଠାତ୍ ଘଟିବ ସେଇଭଳିଆ ମୁଁ ନାନୀକୁ ଆସିଥିଲି ନେବା ପାଇଁ ଟ୍ରିଟମେଣ୍ଟ କରି ନେବା ପାଇଁ ତ ହଠାତ୍ ଆସିଲି ଏଇ ଜାଗାକୁ ଦେଖନ୍ତୁ ଗୋଟେ ହୁଡି ଅଛି ଏଇ ଜାଗାକୁ କାହିଁକି ଆସିଲି ଛେଳି ଚରେଇବା ପାଇଁ ତ ନାନୀ ଘରକୁ ଆସିଲେ କଣ କଣ କରିବାକୁ ନ ପଡେ ସବୁ କିଛି କରିବା ପାଇଁ ପଡେ ତ ସଡନ ପଡିଲା ଭେଣେଇର ବ୍ୟାଙ୍କକୁ ଯିବା ପାଇଁ କାର୍ଯ୍ୟକ୍ରମ ହେଲା ତ ବ୍ୟାଙ୍କ ଯାଇକି ପଇସା ଉଠେଇକି ସାଙ୍ଗେ ସାଙ୍ଗେ ଆସିବେ ତ ସେଥିପାଇଁ ଛେଳି ବଗାଳ କିଛି ସମୟ କରୁଛି ଆଉ
ନାନୀ ଘରେ ସବୁ କିଛି କରିବା ପାଇଁ ପଡେ। ମାନେ ମୋର 2ଟା ନାନୀ ଅଛନ୍ତି। ମାନେ ମୋର ହିସାବରେ 2ଟା ନାନୀ ଘରେ ବହୁତ ଖଟିଛି ମୁଁ। ମାନେ ସାହାଯ୍ୟ କରିଛି ମୋ ହିସାବରେ ଢେର ସାହାଯ୍ୟ କରିଛି। ତ ସେତିକି ତ କରିବା ପାଇଁ ପଡିବ ଆଉ। ମାନେ ଭାଇ ହେବାଟା କହିଲି ପରା ଏତେ ସହଜ ନୁହଁ। ଆଉ କେବଳ ମୁଁ ନୁହଁ, ବହୁତ ଭାଇ ମାନେ ଏପରି କରିଥାନ୍ତି ଭଉଣୀ ଘରେ ଯାଇକି। ଆଉ ଭଉଣୀ ମାନେ ବି ଆସିକି କରିଥାନ୍ତି। ଖାଲି ଭାଇ ହିଁ ଖଟିଥାଏ ବୋଲି ତ ମାନେ ନାହିଁ। ଭଉଣୀ ମାନେ ବି ଆସିକି ଶ୍ୱଶୁର ଘରେ ସାହାଯ୍ୟ କରିଥାନ୍ତି। ଜୀବନଟା ତ ଏଇଭଳିଆ ଆଉ। ଛେଳି ବଗାଳ କରିବା ପାଇଁ ପଡୁଛି ଏବେ ଆଉ। ତ ମୋବାଇଲ ମୁଁ ବେଶୀ ବ୍ଲଗିଂ କରିବିନି, କାହିଁକି ନା ଏଇଟା ଯୋଉ ହୋଡିଟା ଦେଖୁଛନ୍ତି, ଏଇ ପାଖରୁ ଶିଆଳ ଆସିକି ଛେଳି ଛୁଆ ନେଇ ଯାଇପାରେ। ତେଣୁକରି ମୋବାଇଲ ନ ଦେଖି ମୁଁ ଭଲ ଭାବରେ ଛେଳି ଚରାଇ ଟିକେ ଧ୍ୟାନ ଦେଇକି ତ ରହୁଛି ଏବେ। ତ ଫାଇନାଲି ଛେଳି ବଗାଳରୁ ମୁକ୍ତି ମିଳିବ। ଏବେ ଛେଳି ନେଇଯିବି, ଟାଇମ ହେଇଗଲାଣି। ଏବେ ନାନୀ ବି ଆସିଛି ସାଙ୍ଗ ଦେବା ପାଇଁ। ପହଞ୍ଚେଇ ନେଇ ଯାଉଛି। ହଇ ବେଣେଇ ଘରେ ବଗାଳ କରା କରଉଛନ୍ତି ବୋଲି। ହେଁ ଛେଳି କଣ ଛେଳି ଅଛନ୍ତି ନା ନାଇଁ? ନହେଲେ ଶିଆଳକୁ ଦାନ ଦେବି। ଦେଇଥିବି ନା କି ଦେଖ। ଛେଳି ଗୁଣିନେ ତାପରେ ନବା। ଭଲ କରି କଣ ମୁଇଁ ଛେଳି ଗୁଣି ଗୁଣି ହାଲିଆ। ଡଣ୍ଡା ପରେ ଡଣ୍ଡା ଛେଳି ଗୁଣୁଛି। ହୁଁ ଠିକ ଅଛନ୍ ତ ଦେଖ ନହେଲେ ପଛେ କହିବେ ନାହିଁ। ହୁସିଆର କହିଦଉଛି। ଭଲ କରି ଗୁଣ ତୋର ଏଟା ଗୋଟେ ସୁଯୋଗ ଅଛି। ନାଇଁ ନାଇଁ ଶିଆଳ ଖାଇଥିଲେ ସେତେବେଳେ ମତେ ଦୋଷ ଦେବୁନି। ଏଇଟା ପଳେଇ ଆସିଥିବା ତ ଏଟା 32 ଗୁଣୁଛେ। ସେ ପାଇଁ 33 ହେଇଗଲା। ନା ଏକ୍ସଟ୍ରା ଗୋଟେ କାଇଁ ଆଣିଛନ୍ତି ଦେଖ। ତ ଫାଇନାଲି ଘରକୁ ନେଇଯାଉଛି ଛେଳି ଚାଲ। ତ ଫ୍ରେଣ୍ଡସ୍ ଫାଇନାଲି ଘରକୁ ପଳେଇ ଆସିଲୁ। ଘରେ ଦେଖା କଣ କରୁଛନ୍ତି। କିସ କରୁଛ ଏ? ହଁ ଏଇ ଦେଖ ଚୁଟି ଶୁଖଉଛି। ଏବେ ଗାଧେଇଲ କି? ଆଉ ଗୋଟେ ବେଳେ ଓହୋ। ଚୁଟି ଶୁଖିନି ଏତେ ଲମ୍ବା ଚୁଟି ରଖିଛ ଆଉ ଶୁଖିବ। ହୁଁ ଏତେ ଲମ୍ବା ଚୁଟି ରଖିଛ କାଟିଦିଅ କହିଲେ ତ ଶୁଣିବ ନାହିଁ। କେତେ ହଇରାଣ ଚୁଟି ଶୁଖେଇତେ। ହଁ ତୁମକୁ ହଇରାଣ ଲାଗିବ ନାଇଁ ମୁଁ ଥିଲେ ମତେ ହିଁ ହଇରାଣ କରେଇଛ ନା ମୁଁ ନାହିଁ। ନଥିଲି ବୋଲି ସିନା ତମେ ନିଜେ ଶିଖଉଛ। ଜଲ୍ଦି ଶୁଖେଇ ସାର ଭାତ ଖାଇବ ମୁଁ ଗାଧେଇ ଦିଏ ଟିକେ। ମୁଁ ଗାଧେଇ ନଥିଲି ଟିକେ ଗାଧେଇ